ସ୍ୱାଗତମ୍ ଶ୍ରୋତାବନ୍ଧୁ ଆମର ଏହି ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ କଥା ହେବା କଥା ସମ୍ରାଟ ଫକୀରମୋହନ ସେନାପତିଙ୍କର ସେଇ କାଳଜୟୀ ସୃଷ୍ଟି ଗଳ୍ପ ସ୍ୱଳ୍ପ ଆଉ ତାର ଷଷ୍ଠ ଗଳ୍ପ ସଭ୍ୟ ଜମିଦାର ଉପରେ ଗୋଟେ ବିଶେଷ ଆଲୋଚନା କରିବା। ନମସ୍କାର। ଆଲୋଚନା ଆଗରୁ ଆମର କିଛି ଶ୍ରୋତା ଯେଉଁମାନେ ଆମକୁ ସାମାନ୍ୟ ଆର୍ଥିକ ସହଯୋଗ କରିଛନ୍ତି ସେମାନଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ହଁ, ଆପଣମାନଙ୍କର ସହଯୋଗ ହିଁ ଆମକୁ ଏମିତି କାମ ଜାରି ରଖିବାକୁ ପ୍ରେରଣା ଦିଏ। ଏଇ ଗଳ୍ପଟା ଭାରି ମଜାଦାର ଆଉ ଗଭୀର ବି, ତେଣୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଗକୁ କ'ଣ ଆସିବ ସେ ବିଷୟରେ ବି ଜାଣିପାରିବେ। ନିଶ୍ଚୟ। ଆଉ ଏ ଗଳ୍ପଟି କେବଳ ଗୋଟେ କାହାଣୀ ନୁହେଁ, ଏକଦମ ଗୋଟେ ସାମାଜିକ ଦର୍ପଣ। ସେ ସମୟର ଓଡ଼ିଶା ପରିବର୍ତ୍ତନ ଭିତର ଦେଇ ଗତି କରୁଛି। ପୁରୁଣା କଥା ଆଉ ନୂଆ ପାଶ୍ଚାତ୍ୟ ଶିକ୍ଷା, ସେ ଦୁଇଟା ଭିତରେ ଯେଉଁ ସଂଘର୍ଷ, ତାର ଚିତ୍ର ଏଥିରେ ଭାରି ସୁନ୍ଦର ଭାବେ ଅଛି। ଆଚ୍ଛା, ତେବେ ଆରମ୍ଭ କରିବା। କାହାଣୀଟା ଆରମ୍ଭ ହେଉଛି କୋଲକାତାରୁ। ବଡ଼ ମହାଜନ ବାବୁ ବଳରାମ ବଳ। ହଁ, ଗଦ୍ୟାନ ମହାଜନ କୁହାଯାଉଥିଲା, ବହୁତ ବଡ଼ ବେପାରୀ। ତାଙ୍କର ଗଦି ଥିଲା, ଆଉ ବିଶେଷ କରି ଧୂଆଁପତ୍ର କାରବାରରେ ତାଙ୍କର ଭାରି ନାଣ୍ଡାକ ଥିଲା। ସେତେବେଳେ ତ ରେଳ କି ଷ୍ଟିମର ନଥିଲା। ବାଲେଶ୍ୱର ଦେଇ ଜାହାଜରେ ମାଲ ଆସୁଥିଲା, ଯାଉଥିଲା। ଆଉ ଧୂଆଁପତ୍ର ବେପାରକୁ ତ ଫକୀରମୋହନ ଲେଖିଛନ୍ତି ଗୋଖର ସାପ ଖେଳେଇବା ଭଳି। ଭାରି ଜଟିଳ କାମ। ବାବୁ ବଳରାମ ବଳ କିନ୍ତୁ ଏଥିରେ ପୁରା ମାହିର ଥିଲେ। ଏକଦମ। ତାଙ୍କ ବିନା ଓଡ଼ିଶା ବଜାର ଚଳିବା କଷ୍ଟକର ଥିଲା ସେତେବେଳେ। ତ ଥରେ ସେ ନିଜ ଗାଁ ଯାଜପୁର ଆଡ଼େ ଆସିଥିଲେ। ସେଠି ଗୋପାଳିଆ ବୋଲି ଗୋଟେ ପିଲା, 10-12 ବର୍ଷର, ଅନାଥ। ତାକୁ ଦେଖି ବାବୁଙ୍କର ଦୟା ହେଲା, କଲକାତା ନେଇଗଲେ। ସେ ପିଲାଟି ଗଦିରେ ଏମିତି ପଡ଼ି ରହିଥାଏ, କେହି ବିଶେଷ ପଚରାଉଚରା କରନ୍ତିନି। କିନ୍ତୁ ଗୋଟିଏ ଘଟଣା ତୁରା ବଦଳାଇ ଦେଲା ତା ଭାଗ୍ୟ। ସେ ଆକବରୀ ମୋହର କଥାଟା ବଡ଼ ଗୁରୁତ୍ୱପୂର୍ଣ୍ଣ। ବାବୁ ବଳରାମ ବଳ 5ଟା ଦୁର୍ଲଭ ମୋହର କିଣିଥିଲେ। ଆଉ ସେତେବେଳେ ତ ମୋହର କହିଲେ ଖାଲି ଟଙ୍କା ନୁହେଁ, ସୌଭାଗ୍ୟର ଚିହ୍ନ ବି ଥିଲା। ଆଚ୍ଛା। ବିଶ୍ୱାସ ଥିଲା ସେ ମୋହର ଗଲେ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ତ ବାବୁ ସେ ପୁଟୁଡ଼ିଟା କୋଉଠି ରଖି ଭୁଲିଗଲେ, ପୁରା ବ୍ୟସ୍ତ। ଆଉ ସକାଳେ ଦେଖିଲା ବେଳକୁ ଗୋପାଳ ସେଇଟା ପାଇଛି, ନେଇକି ଚୁପଚାପ ବାବୁଙ୍କ ତକିଆ ତଳେ ରଖିଦେଇଛି। ଯେତେବେଳେ ସମସ୍ତେ ଖୋଜାଖୋଜି କରୁଛନ୍ତି, ସେ ହସି ହସି ଯାଇ କହୁଛି, ଆଜ୍ଞା, ମୋର ଅଛି। ବାବୁ ତ ଶୁଣି ଖୁସିରେ ଏକଦମ କୁଣ୍ଢେଇ ପକେଇଲେ। ସେଇଠୁ ଗୋପାଳର ସାଧୁତା ଜଣାପଡ଼ିଗଲା। ବାବୁଙ୍କର ବିଶ୍ୱାସ ଆସିଗଲା ତା ଉପରେ। ତାପରେ ଆଉ ଗୋଟେ ଘଟଣା। ରୋଷେୟା ବ୍ରାହ୍ମଣ ଟଙ୍କା ଚୋରି କରି ପଳେଇଲା। ବାବୁ ଉପାସା। ଆଉ ସେତେବେଳେ କିଏ ରାନ୍ଧିବ? ଗୋପାଳ କହିଲା, ମୁଁ ରାନ୍ଧିବି। ଆଉ ତା ରନ୍ଧା ବାବୁଙ୍କୁ ଏତେ ଭଲ ଲାଗିଲା। ଖାଲି ଭଲ ଲାଗିଲାନି, ଖର୍ଚ୍ଚ ବି କମ୍ କଲା। ପୂଜାରୀଠୁ କମ୍ ପଇସାରେ ଭଲ ଜିନିଷ ଆଣିଲା। ସେଇଠୁ ବାବୁ ତାକୁ ରୋଷେଇ ଦାୟିତ୍ୱ ଦେଇଦେଲେ। ଦେଖନ୍ତୁ, ସାଧୁତା ସାଙ୍ଗକୁ ଦକ୍ଷତା। ଏକଦମ। ବାବୁ ବି ତା ପାଇଁ ଭଲ କଲେ। ଗାଁରେ ଘର କରିଦେଲେ, ବିବାହ ବି କରେଇଦେଲେ। କିନ୍ତୁ ଗୋପାଳ ସେଇଠି ଅଟକିଲାନି। ଖାଲି ରୋଷେଇରେ ମନ ଦେଲାନି, ସେ ଗଦି କାମରେ ବି ମନ ଦେଲା। ଧୀରେ ଧୀରେ ବ୍ୟାପାରର ଗୁମର ଶିଖିଲା। ଆଉ ତାର ଗୋଟେ ବୁଦ୍ଧି ତ ବାବୁଙ୍କୁ ପୁରା ଚମକେଇ ଦେଲା। ସେ ବୁଝିପାରିଲା ଯେ ପ୍ରକୃତ ଲାଭଟା ଅଛି ମାଲ କିଣା ଜାଗାରେ। ଠିକ୍ କଥା। ଦଲାଲମାନେ ଯୋଉ ମଝିରେ ଖାଇଯାଉଥିଲେ, ଗୋପାଳ ସେଇଟା ବନ୍ଦ କରିବାକୁ ଚାହିଁଲା। ସେ ନିଜେ ଗଲା ଯଶୋହର, ମୋତିହାରୀ, ପାବନା, ସେସବୁ ଜାଗାକୁ ଯାଇ ସିଧା ଚାଷୀଙ୍କଠୁ ମାଲ କିଣିଲା। ଆଉ ଫଳ କ'ଣ ହେଲା? ଲାଭ ପୁରା ଦ୍ୱିଗୁଣ। ଏହିଟା ତାର ବ୍ୟବସାୟିକ ବୁଦ୍ଧି ଦେଖାଉଛି। ସେ କେବଳ ବିଶ୍ୱସ୍ତ ନଥିଲା, ବୁଦ୍ଧିମାନ ବି ଥିଲା। ଏଇ ସଫଳତା ପରେ ସେ ଆଉ ଚାକର ହୋଇ ରହିଲାନି। ବାବୁ ତାକୁ ଲାଭର 4 ଅଂଶୀଦାର କରିଦେଲେ, 4 ଅଣା ଭାଗିଦାର। ଦେଖୁ ଦେଖୁ 5-7 ବର୍ଷ ଭିତରେ ଗୋପାଳ ଲକ୍ଷପତି। ବଳରାମ ବାବୁ ତା ପାଇଁ ଗାଁରେ 2 ମହଲା କୋଠା କଲେ। ଖାଲି ସେତିକି ନୁହେଁ, ତାଲୁକ କିଣିଦେଲେ, ଜମିଦାରୀ। ଗୋପାଳଚନ୍ଦ୍ର ମହାପାତ୍ର ହେଇଗଲା ସେ, ଆଉ ସାନବାବୁ ବୋଲି ଡକା ହେଲା। କିନ୍ତୁ ଏତେ ସବୁ ପରେ ବି ତା ଭିତରେ ସେ ବଡ଼ଲୋକୀ ଚାଲିଚଳଣି ଆସିନଥିଲା। ସେ ସେମିତି କାମରେ ଲାଗି ରହୁଥିଲା। ବଳବାବୁ ତ ବୁଢ଼ା ହୋଇଗଲେ। ଗଦିର ସବୁ ଦାୟିତ୍ୱ ଗୋପାଳ ଉପରେ ହିଁ ଥିଲା। ଏଇଠି ଆମେ ଦେଖୁଛି କେମିତି ପରିଶ୍ରମ, ସଚ୍ଚୋଟତା ଆଉ ବ୍ୟବହାରିକ ବୁଦ୍ଧି ଜଣକୁ କୋଉଠି ପହଞ୍ଚେଇ ପାରେ। ଏଇ ମୂଳଦୁଆଟା ମନେ ରଖିବା ଭାରି ଦରକାର, କାରଣ ଏହାର ଠିକ୍ ଓଲଟା ଚିତ୍ରଟା ଆମେ ଏବେ ଦେଖିବା। ଠିକ୍ ତାଙ୍କ ପୁଅ ରାଜୀବ ଲୋଚନ ଚରିତ୍ରରେ। ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ ରାଜୀବ ଲୋଚନ। ଗାଁ ଚାଟଶାଳୀରେ ପିଲାଟା ଥିଲା ଭାରି ଦୁଷ୍ଟ।
ଏତେ ଦୁଷ୍ଟ ଯେ ଅବଧାନେ ଦେବୀ ଓଝା ପୁରା ଅତିଷ୍ଠ। ଶେଷରେ ସେ ଆଉ ପଢ଼େଇବେନି ବୋଲି କହିଲେ। କିନ୍ତୁ ସିଧା ନ କହି ମିଛରେ ଟିକେ ପ୍ରଶଂସା କରିଦେଲେ। ବାପାଙ୍କଠୁ ପୁରସ୍କାର ନେଇକି ବିଦା ହେଲେ। ରାଜୀବର ମା ମାନେ ସାନ୍ତାଣୀ ସେ ବି ପୁଅର ଚାଲିଚଳନରେ ଭାରି ଚିନ୍ତିତ ଥିଲେ। ସେ କହିଲେ ତାକୁ କାଲକାତା ନେଇଯାଅ। ଗୋପାଳ ବାବୁ ବି ଭାବିଲେ ହଁ ପୁଅ ଟିକେ ଇଂରାଜୀ ପଢ଼ୁ, ବେପାରରେ କାମରେ ଆସିବ। ତାଙ୍କର ବିଚାରଟା ଖରାପ ନଥିଲା। ସେ ଭାବୁଥିଲେ ଇଂରାଜୀ ଜାଣିଲେ ସାହେବମାନଙ୍କ ସହ ସିଧା କଥା ହେବ, ଦୋଭାଷୀ ଆଉ ଠକି ପାରିବେନି। କିନ୍ତୁ କଲକାତା ଯାଇ କ'ଣ ହେଲା? ରାଜୀବର ନାଁ ଲେଖାଗଲା କଲକାତା ଏକାଡେମୀରେ। ବାପା ତ ବ୍ୟସ୍ତ, ଦିନରାତି କାମ, ପୁଅ କେମିତି ପଢ଼ୁଛି କ'ଣ କରୁଛି ପଚାରିବାକୁ ବି ବେଳେ ନାହିଁ। ଯେତେବେଳେ ଖର୍ଚ୍ଚ ବଢ଼ିଲା ବାପା ପଚାରିଲେ। ରାଜୀବ କହିଲା ସେ ଉପର କ୍ଲାସକୁ ଯାଇଛି, ସେଥିପାଇଁ ଖର୍ଚ୍ଚ ବଢ଼ିଛି। ବାପା କହିଲେ ଆଚ୍ଛା ଏତେ ପାଠ ପଢ଼ି କ'ଣ ହବ, ଏବେ କାମରେ ଲାଗ। ସେତେବେଳେ ରାଜୀବ କ'ଣ କହିଲା ଜାଣିଛନ୍ତି? କହିଲା ପାସ୍ ନ କଲେ ଇଂରାଜୀ ପାଠ ହୁଏ ନାହିଁ। ଆଉ ଗୋପାଳ ବାବୁ ସରଳ ବିଶ୍ୱାସରେ କହିଲେ ହଁ ରେ, ବେଶୀ ବେଶୀ ପାସ୍ କରି ପକା, ଯେତେ ଟଙ୍କା ଲାଗିବା ଲାଗୁ। ବାସ୍ ସେଇଠୁ ଆରମ୍ଭ ହେଲା। ଏଇଠି ଦେଖନ୍ତୁ ବାପା ପୁଅ ଭିତରେ କଥାବାର୍ତ୍ତାର ଅଭାବ ଆଉ ଶିକ୍ଷାର ପ୍ରକୃତ ମାନେଟା କେହି ବୁଝିଲେନି। ରାଜୀବ ପାଇଁ ପାସ୍ କରିବାଟା ବୋଧେ ଖାଲି ଗୋଟେ ବାହାନା ଥିଲା, ଅଧିକ ପଇସା ନେବା ପାଇଁ। ହଁ, ଇଂରାଜୀ ପାଠ କେତେ ହେଲା କେଜାଣି, କିନ୍ତୁ ସେ ସଭା ସମିତି, ଥିଏଟର, ବୁଲାବୁଲି ଏସବୁରେ ପୁରା ପକ୍କା ହୋଇଗଲା। ସେ ପୁଣି 2ଟା ସମିତି ବି ଗଢ଼ିଲା। ନାଁ ଶୁଣିଲେ ହସ ଲାଗିବ। କୁସଂସ୍କାର ବିମର୍ଦିନୀ ଆଉ ନାରୀ ସ୍ୱାଧୀନତା ବିବର୍ଦ୍ଧିନୀ। ଆଉ ନିଜେ ହେଲା ସମ୍ପାଦକ, ସବୁ ଖର୍ଚ୍ଚ ବି ନିଜେ ଦେଉଥିଲା। ଯୋଉଦିନ ବକ୍ତୃତା ଦେଇ ବେଶୀ ହାତତାଳି ପାଇଲା ସେଦିନ ସାଙ୍ଗମାନଙ୍କୁ ହୋଟେଲରେ ଭୋଜି। ଏଟାକୁ କ'ଣ କହିବା? ପ୍ରଦର୍ଶନ ଧର୍ମୀ ସମାଜ ସେବା। ବାପାଙ୍କ ପଇସାରେ ନିଜର ନାଁ କମେଇବାର ଚେଷ୍ଟା। ପ୍ରକୃତ ସଂସ୍କାର ପାଇଁ ଯୋଉ ନିଷ୍ଠା ଦରକାର ସେଟା କାହିଁ? ସେଟା ତ ନଥିଲା। ଆଉ ଏମିତି ଚାଲିଥିବା ବେଳେ ହଠାତ୍ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଦେହ ଖରାପ ହେଲା। ହଁ, ସନ୍ନିପାତ ଜ୍ୱର, ସେତେବେଳକାର ବଡ଼ ରୋଗ, ବୋଧେ ଟାଇଫଏଡ୍ କି ସେମିତି କିଛି। ଆଉ ସେଥିରେ ତାଙ୍କର ମୃତ୍ୟୁ ହୋଇଗଲା। ଏତେ ବଡ଼ ଦୁଃଖଦ ଘଟଣା, କିନ୍ତୁ ରାଜୀବ ବାବୁଙ୍କ ପ୍ରତିକ୍ରିୟା ଦେଖନ୍ତୁ। ସେ କହିଲେ ବାପା ମଲେ ବୋଲି କାନ୍ଦିବା ଏଇଟା ହେଉଛି କୁସଂସ୍କାର। ଆଶ୍ଚର୍ଯ୍ୟ କଥା, ସେ ସଭାରେ ଶୋକ ପ୍ରସ୍ତାବ ଆଣିଲେ, ହାତରେ କଳାକନା ବାନ୍ଧିଲେ। ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା ବଦଳରେ ସଭାଘରେ ଭୋଜି ଦେବାକୁ କହିଲେ। ଏହା ତ ପରମ୍ପରାକୁ ପୂରାପୂରି ଅସ୍ୱୀକାର କରିବା ଭଳି। ଶୋକ କରିବାର ବି ତ ଗୋଟେ ସାମାଜିକ ମାନସିକ ଦିଗ ଅଛି। କିନ୍ତୁ ରାଜୀବ ପାଇଁ ସବୁ ପୁରୁଣା କଥା ମାନେ କୁସଂସ୍କାର। ଶେଷରେ ବାପାଙ୍କ ଭଳି ଥିବା ବଳରାମ ବଳ ସେ ବାଧ୍ୟ କଲେ ବୋଲି ଯାହା ପାରମ୍ପରିକ କ୍ରିୟା କଲା, ମନରୁ ନୁହେଁ। ତାପରେ ବଳବାବୁ ଚେଷ୍ଟା କଲେ ରାଜୀବକୁ ବ୍ୟବସାୟ ଲାଇନକୁ ଆଣିବାକୁ, କିଛି ଶିଖେଇବାକୁ। ହେଲେ ରାଜୀବର ମନ ସେଥିରେ ଲାଗିଲା ନାହିଁ। ସେ ସେଇ ସଭା ସମିତିରେ ବ୍ୟସ୍ତ। ଯୋଉ କାମ ଦିଆଗଲା ସେଥିରେ ଉଲ୍ଟା କ୍ଷତି କଲା। ଆଉ ଗୋଟିଏ ସଭାରେ କିଏ ଜଣେ କହିଦେଲା ଶିକ୍ଷିତ ଜମିଦାର ପୁଅ କାହିଁକି ଚାକିରି କରିବ? ହଁ, ଗୋଟେ କବିତା ବି ପଢ଼ାଗଲା ବୋଧେ। ଯାହାର ଅଛି ଧନ ଜ୍ଞାନ ଅଧିକ, ଚାକିରି କଲେ ତା ଜୀବନ ଧିକ ଧିକ। ବସ୍ ସେଇ କଥାଟା ରାଜୀବ ମନକୁ ପୁରା ପାଇଗଲା। ଏଇଠି ପୁଣି ଦେଖନ୍ତୁ କେମିତି ସେ ଅନ୍ୟମାନଙ୍କ କଥାରେ ସହଜରେ ପ୍ରଭାବିତ ହେଉଛି। ନିଜର ବୁଦ୍ଧି କି ବିଚାର କିଛି ନାହିଁ। ପରଦିନ ସେ କୁଆଡ଼େ ଚାଲିଗଲା। ଫେରିଲା ବେଳକୁ ବଳବାବୁ ପୁରା ରାଗି ଯାଇଥିଲେ। ତାକୁ କାରବାରରୁ ଜବାବ ଦେଇଦେଲେ। ହଁ, କହିଲେ ତମେ ଗାଁକୁ ଯାଅ, ନିଜ ଜମିଦାରୀ ସମ୍ଭାଳ। ଏଇଠୁ ଆରମ୍ଭ ହେଲା ଗ୍ରାମରେ ସଭ୍ୟ ଜମିଦାରର ଲୀଳା। ଗାଁରେ ଯେତେବେଳେ ପହଞ୍ଚିଲା, ଲୋକେ ତ ଖୁସି, ଭଲ ସ୍ୱାଗତ କଲେ। ପୁରୁଣା ଗୁମାସ୍ତା ଥିଲେ ରଙ୍ଗାଧର ମହାନ୍ତି, ଭାରି ବିଶ୍ୱସ୍ତ ଲୋକ ଗୋପାଳ ବାବୁଙ୍କ ସମୟର। ସେ ବି ଖୁସି ହେଲେ। ସମସ୍ତେ ଭାବିଲେ ହଁ, ସରକାରୀ ସ୍କୁଲରେ ପଢ଼ିଛି, କଲିକତାରୁ ଆସିଛି, ଏବେ ଜମିଦାରୀର ଉନ୍ନତି ହେବ। କିନ୍ତୁ ରାଜୀବ ସେଠି ବି ଯାଇ ସେ କଲିକତା ମଡେଲ ଖୋଜିଲା। କିଏ ଶିକ୍ଷିତ ଅଛି, କିଏ କୁସଂସ୍କାର ମାନୁନି। ଗାଁରେ ଆଉ ସେମିତି ଲୋକ କୋଉଠୁ ମିଳିବେ? ଯୋଉ କିଛି ଅଧା ପାଠୁଆ ପିଲା ଥିଲେ, ପ୍ରାଇମେରୀ ପାସ୍, ଛାତ୍ରବୃତ୍ତି ଫେଲ୍, ସେମାନଙ୍କୁ ନେଇ କଚେରୀ ଘରେ ସଭା ଆରମ୍ଭ କଲା। ଆଉ ସେଠି ବି ସେଇ ଏକା ଭାଷଣ, ମୂର୍ଖତା, କୁସଂସ୍କାର, ନାରୀମାନଙ୍କୁ ଘରେ କାହିଁକି ଲୁଚେଇ ରଖିଛ, ଏସବୁ। ଆଉ ଏହି ସମୟରେ ତାକୁ ଜଣେ ପକ୍କା ସାଥୀ ମିଳିଗଲା, ହରିବୋଲ ପଟ୍ଟନାୟକ। ଯଦିଓ ସେ ନିଜକୁ ନିର୍ଦ୍ଦୋଷ କହୁଥିଲେ, ସେ କିନ୍ତୁ ରାଜୀବର କଥାକୁ ପୁରା ଜୋରଦାର ସମର୍ଥନ କଲେ। ରାଜୀବ ବି ଭାବିଲା ବାଃ, ଏଇ ହେଉଛି ଯୋଗ୍ୟ ଲୋକ। ତାକୁ ସେଇ ଜ୍ଞାନବର୍ଦ୍ଧିନୀ ଆଉ ସ୍ତ୍ରୀ ସ୍ୱାଧୀନତା ବର୍ଦ୍ଧିନୀ ସଭାରେ ସମ୍ପାଦକ କରିଦେଲା। ଏଇଟା ଦେଖନ୍ତୁ, ଲୋକ ଚିହ୍ନିବାରେ କେତେ ଭୁଲ। ଜଣେ ଯାହାର ନିଜର ଚରିତ୍ର ସନ୍ଦେହରେ ତାକୁ ଏତେ ବଡ଼ ଦାୟିତ୍ୱ, କାହିଁକି ନା
କେବଳ ସେ ତାର କଥାରେ ହଁ ମାରୁଥିଲା। ଏଇଟା ତ ସିଧା ବିପଦକୁ ଡାକିବା। ଆଉ ତାହା ହିଁ ହେଲା। ଏବେ ପ୍ରତିଦିନ ସଭା, ଭୋଜିଭାତ, ରାତି ଅଧା ଯାଇ ଚାଲିଲା। ବାଳିକା ବିଦ୍ୟାଳୟ ଖୋଲିବା ନାଁରେ ଚାନ୍ଦା ଆଦାୟ ବି ହେଲା। କୁଆଡ଼େ ଗଲା କେଜାଣି? ପୁରୁଣା ଗୁମାସ୍ତା ରଙ୍ଗାଧର ମହାନ୍ତି ଟଙ୍କା ଦେଇ ଦେଇ ହାଲିଆ। ସେ ତ ଏସବୁ ବୁଝିପାରୁନଥିଲେ। ଘରେ ପୁଣି ମଦ ମାଂସ ବି ଚାଲିଲା। ମା ସାନ୍ତାଣୀ ଏସବୁ ଦେଖି ପୁରା ଅତିଷ୍ଠ ହୋଇଗଲେ। ସେ ବୋଧହୁଏ ରଙ୍ଗାଧର ବାବୁଙ୍କୁ କିଛି କହିଥିବେ ଏସବୁ ବନ୍ଦ କରିବା ପାଇଁ, କାରଣ ସେ ତ ପୁରୁଣା ବିଶ୍ୱସ୍ତ ଲୋକ। କିନ୍ତୁ କିଏ ଶୁଣୁଛି? ଓଲଟା ଗୋଟେ ରାତି ସଭାରେ ରଙ୍ଗାଧରା ମହାନ୍ତିଙ୍କୁ ହିଁ ବରଖାସ୍ତ କରିଦିଆଗଲା। କ'ଣ କହେକି? ନା, ସେ ଅଯୋଗ୍ୟ, କୁସଂସ୍କାରୀ। ଆଉ ହରିବୋଲ ପଟ୍ଟନାୟକ ଜମିଦାରୀର ସର୍ବେସର୍ବା ହେଇଗଲେ, ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ। ଏହା ପରେ ଅବସ୍ଥା ଆହୁରି ବେଲଗାମ ହେଲା। ଅମଲାମାନଙ୍କୁ ଟଙ୍କା ଦାଖଲ ପାଇଁ ହୁକୁମ ଦିଆଗଲା। ସେମାନେ ବି ଦିପଇସା କମେଇବାର ସୁଯୋଗ ପାଇଲେ। ଏସବୁ ଦେଖି ମା ସାନ୍ତାଣୀ ଆଉ ସେ ଘରେ ରହିପାରିଲାନି। ସେ ଘର ଛାଡ଼ି ବାହାରିଗଲେ। କୁଆଡ଼େ? ନା, ତାଙ୍କ ସ୍ୱାମୀ ଗୋପାଳଚନ୍ଦ୍ର ଯୋଉ ରାଧାକୃଷ୍ଣ ମନ୍ଦିରଟି ତିଆରି କରିଥିଲେ ସେଇଠି ଯାଇ ରହିଲେ। ଏହା କେବଳ ସ୍ଥାନ ବଦଳାଇବା ନଥିଲା, ଏଇଟା ଥିଲା ପୁଅର କାମ ପ୍ରତି ଗୋଟେ ନୀରବ ପ୍ରତିବାଦ। ହଁ, ଆଉ ସେଠି ବରଖାସ୍ତ ହୋଇଥିବା ରଙ୍ଗାଧର ପଟ୍ଟନାୟକ, ମୋର ଭୁଲ ହେଲା, ରଙ୍ଗାଧର ମହାନ୍ତି, ସେ ବି ସେଇଠି ଆଶ୍ରୟ ନେଲେ। ସାନ୍ତାଣୀ ଦିନରାତି ପୂଜାପାଠରେ ମନ ଦେଲେ। ଏମିତି ଚାଲିଥିବା ବେଳେ ଦିନେ ହରିବୋଲ ପଟ୍ଟନାୟକ ଆସି ମାଙ୍କୁ ଖବର ଦେଲେ। କ'ଣ ଖବର? ନା, ସଭାରେ ସ୍ଥିର ହୋଇଛି ରାଜୀବବାବୁ ବିବାହ ହେବେ। ମା ତ ଶୁଣି ଆଶା କଲେ, ଭାବିଲେ ହଉ, ବୋହୂ ଆସୁ, ହୁଏତ ଘର ସମ୍ଭାଳିବ, ପୁଅ ବଦଳିଯିବ। କିନ୍ତୁ ପଟ୍ଟନାୟକ କହିଲେ କଥା ସେୟା ନୁହେଁ। ବାବୁ କହୁଛନ୍ତି ଦେଶୀ କନ୍ୟା ସବୁ ଅଶିକ୍ଷିତା, ଅସଭ୍ୟ, ଲୁଗା ପିନ୍ଧି ଜାଣନ୍ତିନି, ମୂଷାପରି ଲୁଚୁଛନ୍ତି। ଆଚ୍ଛା, ତେବେ ସେ କଲିକତାରେ ପନିଆ ଠିକ୍ କରୁଛନ୍ତି, ସେଇଠି ବିବାହ ହେବେ। ନିଜ ସମାଜର ଝିଅଙ୍କୁ ଏମିତି ଅପମାନ? ସେଇଟା ହିଁ ତ। ପାଶ୍ଚାତ୍ୟ ଶିକ୍ଷା ନାଁରେ ନିଜ ଲୋକଙ୍କୁ ଘୃଣା କରିବା। ଫକୀରମୋହନ ଏଇ ପ୍ରଶ୍ନଟା ଉଠାଇଛନ୍ତି। ରାଜୀବ ପୁଣି କହିଲା, ସେ ଦେଶୀ ବିବାହ ରୀତିରେ କରିବନି, କାରଣ ସେଥିରେ ବହୁତ ଖର୍ଚ୍ଚ ଆଉ ଅସଭ୍ୟତା। ସେ ଗୋଟେ ବିହାର ବିବାହ ବ୍ୟୟ ସଂଖ୍ୟା ପୁଣି ସଭା ନିୟମରେ କରିବ। ଏ କଥା ଶୁଣି ମା ସନ୍ତାଣୀ ତ ପୁରା ପଥର ପାଲଟିଗଲେ। କିଛି କହିପାରିଲେନି। ରାଜୀବ କିନ୍ତୁ ସଭ୍ୟମାନଙ୍କୁ ଧରି କଲିକତା ଚାଲିଗଲା। ସେଠି କନ୍ୟା ଠିକ୍ ହେଲା। ନାଁଟା ବି ଅଦ୍ଭୁତ, ନୟନତାରା ଦୁଃଖ ପାସରା। ଦେଖିବାକୁ ସୁନ୍ଦରୀ, ଶିକ୍ଷିତା, ଇଂରେଜୀ କହୁଛି, କିନ୍ତୁ ତାର ପରିଚୟ? ଗଳ୍ପ ଲେଖକ ଅନୁସନ୍ଧାନ କରି ଜାଣିଲେ ଯେ ସେ ଆସାମ ଚା ବଗିଚାର ଜଣେ ଖାନସମା ମକ୍ରା ମଲିକ ବୋଲି, ଯିଏ ଆଗରୁ କୁଲି ଥିଲା। ଆଉ ତାର ମା ଜଣେ କୁଲିଆଣୀ। ଝିଅଟାକୁ ଗୋଟେ ମିଶନାରୀ ସ୍କୁଲରେ ପଢ଼ାଯାଇଥିଲା। ସେ ଦେଖିବାକୁ ଭଲ, କିନ୍ତୁ ସ୍ୱଭାବରେ ଟିକେ ସ୍ୱାଧୀନା, ପୁରୁଷଙ୍କୁ ଖାତିର କରୁନଥିଲା। ଆଉ ଜାତିକୁଳର ଠିକଣା ନଥିବାରୁ କଲିକତାର ତାପରେ ବର ଖୋଜା ଚାଲିଥିଲା। ସେଇଠି ଜଣେ ଦଲାଲ ମାଧ୍ୟମରେ ରାଜୀବ ସହ ଯୋଗାଯୋଗ ହେଲା। ଆଉ ସେ ଦଲାଲ ରାଜୀବକୁ କ'ଣ ବୁଝେଇଲା କେଜାଣି, ଜମିଦାର ପୁଅ, ବିବାହ ଘର ପୁରା ଜାକଜମକରେ ହେବା ଦରକାର। ଶେଷରେ କ'ଣ ହେଲା? ଜମିଦାରୀ ବନ୍ଧକ ପଡ଼ିଲା, 10,000 ଟଙ୍କା କରଜ କରାଗଲା। ସେତେବେଳକାର 10,000 ଟଙ୍କା, ଭାବନ୍ତୁ କେତେ ବଡ଼ ରକମ। ଆଉ ସେଇ ଟଙ୍କାରେ କଲିକତାର ଖିଦିରପୁରରେ ଗୋଟେ ଘର ଭଡ଼ା ନିଆଗଲା। 3 ଦିନ ଧରି ପ୍ରବଳ ନାଚ, ଗୀତ, ଖିଆପିଆ, ଯେମିତିକୁ ରଜାଘର ବାହାଘର। କେତେ ଖର୍ଚ୍ଚ ହେଲା ତାର ହିସାବ କିଏ ରଖୁଛି? ମ୍ୟାନେଜର ହରିବୋଲ ବାବୁ ତ ଅଲଗା ଦୁନିଆରେ, ନିଶାପାନରେ ବ୍ୟସ୍ତ। ଏହା ହେଉଛି ଆର୍ଥିକ ଅବ୍ୟବସ୍ଥାର ଚରମ ନିଦର୍ଶନ। କରଜ କରି ଏତେ ବଡ଼ ପ୍ରହସନ କେବଳ ବାହାରକୁ ଦେଖିହେବା ପାଇଁ। ବିବାହଘର ସରିଲା, ବରକନ୍ୟା ଗାଁକୁ ଫେରିଲେ। ଗାଁର ବୋହୂ ଝିଅମାନେ ଆସିଲେ, ପରମ୍ପରା ଅନୁସାରେ ବନ୍ଦାପନା କରିବେ, କୁଲାରେ ଚାଉଳ, ଦୁବ, ଦୀପ ଧରି। କିନ୍ତୁ ରାଜୀବ ଆଉ ତା ନୂଆ ସ୍ତ୍ରୀ କ'ଣ କଲେ? ଏସବୁକୁ କହିଲେ କୁସଂସ୍କାର, ଅସଭ୍ୟତା, ତାଚ୍ଛଲ୍ୟ କଲେ। ବିଚାରା ସ୍ତ୍ରୀ ଲୋକମାନେ ଡରି ପଳେଇଲେ। ଏହା କେତେ ଦୁଃଖଦାୟକ। ନିଜ ଲୋକଙ୍କ ଭାବନାକୁ ଏମିତି ପଦରେ ଦଳିଦେବା, ଏଟା କୋଉ ପ୍ରକାର ସଭ୍ୟତା? ସେ ପ୍ରଶ୍ନ ତ ଫକୀରମୋହନ ପଚାରୁଛନ୍ତି। ତାପରେ ସେମାନେ ଗଲେ ମନ୍ଦିରକୁ, ମାଙ୍କୁ ଦେଖା କରିବାକୁ। ବୋହୂ ଯାଇଛନ୍ତି ଜୋତା ମାଡ଼ି, ଆଉ ସେଠି ପହଞ୍ଚି ଇଂରାଜୀ ମିଶା ଓଡ଼ିଆରେ କହୁଛନ୍ତି, ଓ ଆଓର ପ୍ରିୟ ଶାଶୁ ନମସ୍କାର, ହାତ ବଢ଼ଉଛନ୍ତି ହ୍ୟାଣ୍ଡସେକ୍ କରିବାକୁ। ମା ସାନ୍ତାଣୀ ତ ଦେଖି ଚିତ୍କାର କଲେ, ଆରେ ଛୁଁନା, ଛୁଁନା, ମନ୍ଦିର ଅପବିତ୍ର ହେଲା, ବାହାର କରିଦିଅ ଏମାନଙ୍କୁ। ରାଜୀବ କ'ଣ କଲା? ସ୍ତ୍ରୀର ହାତ ଧରି ଟାଣି ଆଣିଲା, ଆଉ ନିଜ ମାଙ୍କୁ କହିଲା, ତୁମେ ମୂର୍ଖ, ଅସଭ୍ୟ। ବାସ୍, ସେଇଠି ଶେଷ। ସେହି ମୁହୂର୍ତ୍ତରେ ମା ସାନ୍ତାଣୀ ନିଜର ଯାହା କିଛି ଜିନିଷପତ୍ର ଥିଲା ଧରି ପୁରୀ ଚାଲିଗଲେ। ଏହା ଥିଲା ସମ୍ପୂର୍ଣ୍ଣ ବିଚ୍ଛେଦ।
ପୁରୁଣା ପିଢ଼ିର ସମ୍ପୂର୍ଣ୍ଣ ବିଦାୟ, ନୂଆ ଦିଗହରା ପିଢ଼ି ପାଇଁ ବାଟ ଖୋଲିଗଲା। ଏହାପରେ ରାଜୀବ ଆଉ ତା ସ୍ତ୍ରୀ, ଯାହାଙ୍କୁ ଲୋକେ ପଛରେ କିସମିସ୍ ବା ମିସ୍ତ୍ରୀ ବା ଫିସଫିସି ମହାପାତ୍ର ବୋଲି କହୁଥିଲେ, ସେମାନେ ପୁରା ସ୍ୱାଧୀନ ଭାବରେ କୁସଂସ୍କାର ନିବାରଣରେ ଲାଗିଲେ। ରାତିସାରା ସଭା ଚାଲିଛି, ବକ୍ତୃତା ଚାଲିଛି, ପାନ ଆଉ ଆହାର ଚାଲିଛି। ଦିନବେଳା ଶୋଇବା। ପ୍ରଜାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ଜମିଦାରୀ କାମ କିଏ ବୁଝୁଛି? ଦିନେ ମିସେସ୍ ମହାପାତ୍ର ଗଲେ ରୋଷେଇ ଘରକୁ। ଦେଖିଲେ ପୋଇଲି ପୋଇ ବୋଲି ଜଣେ ସେ ଗୋବରରେ ଚୁଲି ଲିପୁଛି। ତାକୁ ଦେଖି ମିସେସ୍ ମହାପାତ୍ର ଉଆ ଉଆ ହେଲେ। ପୁରା ଅପରିଷ୍କାର ଲାଗିଲା ତାଙ୍କୁ। ପରି ବି କମ୍ ନୁହେଁ। ସେ ଦେଖିଲା ମ୍ୟାଡାମ ଜୋତା ମାରି ହାଣ୍ଡିଶାଳାରେ ପଶିଛନ୍ତି। ସେ ବି କହିଲା, ହଇରେ ଏ କ'ଣ କଲୁ, କହି ପଳେଇଲା। ତାପରେ ରାଜୀବ ବାବୁ ଆସି ଘର ସାରା ଫିନାଇଲ ଜାଲିଲେ, ଶୁଦ୍ଧ କଲେ। ଏଇଟା ଗୋଟେ ସାଙ୍କେତିକ ଘଟଣା। ଗୋବର, ଯାହା ଗାଁରେ ଶୁଦ୍ଧତାର ପ୍ରତୀକ, ତାଙ୍କ ପାଇଁ ଅପରିଷ୍କାର। ଆଉ ଫିନାଇଲ, ଯାହା ବାହାରୁ ଆସିଛି, ସେଇଟା ସଭ୍ୟତାର ପ୍ରତୀକ। କିନ୍ତୁ ଯୋଉ ଅସଲ ଅପରିଷ୍କାରତା, ମାନେ ଆର୍ଥିକ ଅବ୍ୟବସ୍ଥା, ଦାୟିତ୍ୱହୀନତା, ସେଥିପ୍ରତି ଧ୍ୟାନ ନାହିଁ। ଫଳ କ'ଣ ହେଲା? 8-10 ମାସ ଗଲା କି ନାଇଁ? ଅବସ୍ଥା ପୁରା ଖରାପ। ଖମାର ଖାଲି, ଗୋରୁ ଗାଈ ବି ବିକ୍ରି ସରିଲେଣି, ହାତରେ ପଇସା ନାହିଁ। ଖର୍ଚ୍ଚ ଚଳିବା କେମିତି? ମ୍ୟାନେଜର ସାହେବ ହରିବୋଲ ବାବୁ ପରାମର୍ଶ ଦେଲେ। କ'ଣ ପରାମର୍ଶ? ନା, ପ୍ରଜାଙ୍କୁ ଉପରେ ଜୁଲମ କର। ଆଗୁଆ ବର୍ଷର ଖଜଣା ଜୋର ଜବରଦସ୍ତ ଆଦାୟ କର। ଏହା ତ ଶୋଷଣ। ଯୋଉ କୁସଂସ୍କାର ବିରୁଦ୍ଧରେ ଲଢ଼ୁଥିଲେ, ଏବେ ନିଜେ ଅନ୍ୟାୟ କରୁଛନ୍ତି। ସେଇଆ ତ ହେଲା। ଆଉ 2 ମାସ ଗଲା। କାର୍ତ୍ତିକ ମାସରେ ସରକାରୀ କିସ୍ତି ଦାଖଲ କରିବାର ଥିଲା। ସେଇଟା ବି ଦାଖଲ ହେଲାନି। ଟଙ୍କା କାହିଁ? ଫଳରେ ସରକାରଙ୍କ ତରଫରୁ ନୋଟିସ୍ ଆସିଲା, ତାଲୁକ ନିଲାମ ହେବ। ଆଉ ଠିକ୍ ସେତିକି ବେଳେ କଲିକତା ମହାଜନ ବି ଚୁପ୍ ବସିନଥିଲା। ସେ ଯୋଉ 10,000 ଟଙ୍କା କରଜ ଦେଇଥିଲା, ତା ଉପରେ ସୁଧ ମୂଳ ମିଶେଇ 20,000 ଟଙ୍କାକୁ ଡିକ୍ରି ଜାରି କଲା। ଡିକ୍ରି ମାନେ କୋର୍ଟରୁ ଅର୍ଡର, ପଇସା ଆଦାୟ ପାଇଁ। ହାଇକୋର୍ଟର ପିଆଦା ଆସି ପହଞ୍ଚିଗଲା। ଆଉ ଘରେ ଯାହା ଥିଲା ଆସବାବପତ୍ର ସବୁ କ୍ରୋକ୍ କରିନେଲା। ବାସ୍, ଖେଳ ଖତମ। ପତନ ସମ୍ପୂର୍ଣ୍ଣ ହେଲା। ଯୋଉ ବାହାରର ଚମକ ପାଇଁ ଏତେ ସବୁ ହେଲା, ସେଇଟା ହିଁ କାଳା ହେଲା। ସକାଳୁ ଦେଖାଗଲା ରାଜୀବ ଆଉ ତା ସ୍ତ୍ରୀ 2 ଜଣ ଏକା ବସିଛନ୍ତି। ସେ ଯୋଉ ସଭାର ସଭ୍ୟମାନେ ଥିଲେ, ସେମାନେ କେତେବେଳୁ ଖସି ପଳେଇଲେଣି। 2 ଜଣ ଯାକ ଭୋକରେ ଛଟପଟ, କିଛି ଖାଇବାକୁ ନାହିଁ। ଶେଷରେ ମିସେସ୍ ମହାପାତ୍ର ଖଣ୍ଡେ ଅଳଙ୍କାର କାଢ଼ିଦେଲେ। କହିଲେ, ଏଟା ନେଇ ବିକ୍ରି କରି କିଛି ଆଣ। କିନ୍ତୁ କ'ଣ ଦେଖାଗଲା? ସବୁ ଗିଲ୍ଟି, ନକଲି। ହଁ, ସେ ଯୋଉ ବିଭାଘର ବେଳେ 2,500 ଟଙ୍କାର ଗହଣା କିଣା ହେଇଥିଲା ବୋଲି କୁହାଯାଉଥିଲା, ସବୁ ମିଛ। ଏଠୁ ବଡ଼ ବିଡ଼ମ୍ବନା ଆଉ କ'ଣ ହୋଇପାରେ? ଯୋଉ ସଭ୍ୟତା, ଯୋଉ ଆଧୁନିକତାର ଚିହ୍ନ ବୋଲି ଭାବି ସେ ବିବାହ କରିଥିଲା, ତାର ଆବରଣ ବି ନକଲି। ବାହାରକୁ ଚିକ୍କଣ, ଭିତର ପୁରା ଫମ୍ପା। ସେତେବେଳେ ଯାଇ ବୋଧେ 2 ଜଣଙ୍କର ଚେତା ପଶିଲା। କିନ୍ତୁ ଆଉ କ'ଣ ହବ? ଡିକ୍ରି ପିଆଦାର ଜୁଲୁମ ବି ସହି ହେଲାନି। ରାତି ଅନ୍ଧାରରେ 2 ଜଣ ଯାକ କୁଆଡ଼େ ଉଭାନ ହୋଇଗଲେ। କେହି ଜାଣିପାରିଲେନି କୁଆଡ଼େ ଗଲେ। କିଛି ବର୍ଷ ପରେ କିନ୍ତୁ ଖବର ଆସିଲା। ହଁ, ଶୁଣାଗଲା ଯେ ରାଜୀବ ବାବୁ ଆସାମରେ ଅଛନ୍ତି। ଆଉ କ'ଣ କରୁଛନ୍ତି? ନିଜର ଶ୍ୱଶୁର ଯୋଉ କାମ କରୁଥିଲେ ସେଇ କାମ, ମାନେ ଖାନସମାଗିରି, ରୋଷେଇଆ ବା ପରିଚାରକର କାମ। ଯୋଉ ଚାକିରିକୁ ସେଦିନ ଘୃଣା କରୁଥିଲା, ଧିକ୍ ଧିକ୍ କହୁଥିଲା, ପରିସ୍ଥିତି ତାକୁ ସେଇଠି ନାଇଁ ପହଞ୍ଚେଇଦେଲା। ଏଇକି ଗଳ୍ପ ଶେଷ ରହୁଛି। କିନ୍ତୁ ଫକୀର ମୋହନ ଯୋଉ ଚିତ୍ର ଦେଖେଇଲେ, ତାହା ଅସାଧାରଣ। 2ଟି ପିଢ଼ିର କାହାଣୀ। ଗୋଟେ ପଟେ ଗୋପାଳଚନ୍ଦ୍ର, ହଁ, ଯିଏ ନିଜ ପରିଶ୍ରମ, ସାଧୁତା ଆଉ ବ୍ୟବହାରିକ ବୁଦ୍ଧି ବଳରେ ଶୂନ୍ୟରୁ ଉଠିଥିଲା। ଆଉ ଅନ୍ୟପଟେ ତା ପୁଅ ରାଜୀବ ଲୋଚନ, ଯିଏ ପାଶ୍ଚାତ୍ୟ ସଭ୍ୟତାର ଖାଲି ବାହାର ଚମକ ଦେଖି ଭ୍ରମରେ ପଡ଼ିଲା, ନିଜ ମୂଳରୁ ଦୂରେଇଗଲା, ଦାୟିତ୍ୱହୀନ ହେଲା। ଏଥିରୁ ଶିକ୍ଷା ତ ସ୍ପଷ୍ଟ। ପ୍ରକୃତ ଶିକ୍ଷା ଖାଲି ଡିଗ୍ରୀରେ ନାହିଁ କିମ୍ବା କାହାକୁ ଅନୁକରଣ କରିବାରେ ନାହିଁ। ଶିକ୍ଷା ଅଛି ବିଚାରରେ, ବିବେକରେ ଆଉ ନିଜର କର୍ତ୍ତବ୍ୟ କରିବାରେ। ଆଉ ଅନ୍ଧ ଭାବରେ କାହାକୁ ଅନୁକରଣ କରିବା, ନିଜର ସଂସ୍କୃତିକୁ ଛୋଟ ଭାବିବା, ଏସବୁ କେମିତି ବିନାଶ ଡାକି ଆଣେ, ସେଟାରେ ଗଳ୍ପ ଦେଖେଇ ଦେଇଯାଉଛି। ଠିକ୍ କହିଲେ। ଆଉ ମଜାକ କଥା ହେଉଛି, ଏହା କେବଳ ସେଇ 100-150 ବର୍ଷ ତଳର କଥା ନୁହେଁ। ଏକଦମ। ଆଜି ବି ଏହା ସେତିକି ପ୍ରାସଙ୍ଗିକ। ହଁ, ଆଜି ବି ଆମେ ଦେଖୁଛେ, ପରମ୍ପରା ଆଉ ଆଧୁନିକତା ଭିତରେ ଯଦି ଗୋଟେ ସନ୍ତୁଳନ ରଖା ନ ଯାଏ, ତେବେ କେମିତି ସମସ୍ୟା ହେଉଛି। ଲୋକେ ବାହାରର ଚାକଚକ୍ୟ ପଛରେ ଦୌଡ଼ି ନିଜର ଆର୍ଥିକ ସ୍ଥିତି, ସାମାଜିକ ସ୍ଥିତି ସବୁ ବିପଦରେ ପକଉଛନ୍ତି। ଆଉ ସେ ପ୍ରଶ୍ନଟା, ସଭ୍ୟ ହବାର ପ୍ରକୃତ ଅର୍ଥ କ'ଣ, ସେଇଟା ଆଜି ବି ସେମିତି ଅଛି। ଫକୀର ମୋହନଙ୍କର ଦୂରଦୃଷ୍ଟିକୁ ମାନିବାକୁ ପଡ଼ିବ। ଏହି ଆଲୋଚନା ଶେଷରେ
ମୋ ମନରେ ଗୋଟିଏ କଥା ଆସୁଛି। କୁହନ୍ତୁ। ପ୍ରକୃତ ପ୍ରଗତି ବା ସଭ୍ୟତା କାହାକୁ କହିବା? ନୂଆ କଥା ନୂଆ ବିଚାର ଗ୍ରହଣ କରିବା ତ ନିଶ୍ଚୟ ଭଲ, କିନ୍ତୁ ତା ସହିତ ନିଜର ମୂଳ, ନିଜର ପରିଚୟ, ନିଜର ମୂଲ୍ୟବୋଧ, ତାକୁ ସମ୍ମାନ ଦେବା, ତାକୁ ବଞ୍ଚେଇ ରଖିବା ଏଇଟା କେତେ ଜରୁରୀ? ଏହା ନିଶ୍ଚୟ ଏକ ଗଭୀର ଚିନ୍ତାର ବିଷୟ। ସମସ୍ତେ ଭାବିବା କଥା। ଆଗାମୀ ଦିନରେ ଆମେ ଗଳ୍ପ ସ୍ୱଳ୍ପରୁ ଆଉ ଗୋଟିଏ କାହାଣୀ ନେଇ ପୁଣି ଏମିତି ଆଲୋଚନା କରିବା। ହଁ, ତେଣୁ ଆମ ସହ ଯୋଡ଼ି ହୋଇ ରହନ୍ତୁ। ଆଉ ଆପଣମାନେ କେଉଁ ଓଡ଼ିଆ ଗଳ୍ପ ବା ସାହିତ୍ୟ କୃତି ଉପରେ ଆଲୋଚନା ଶୁଣିବାକୁ ଚାହୁଁଛନ୍ତି, ଦୟାକରି ଆମକୁ ମତାମତ ବକ୍ସରେ ଜଣାନ୍ତୁ। ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ। ଆଉ ଯଦି ଆମର ଏହି ପ୍ରୟାସ ଆପଣଙ୍କୁ ଭଲ ଲାଗୁଥାଏ, ତେବେ ଦୟାକରି ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲ ଅନୁରଣକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପ୍ଲିଜ୍ ଅଧିକରୁ ଅଧିକ ସେୟାର କରନ୍ତୁ ଆଉ ଆମ ଏ ଓଡ଼ିଆ ଚ୍ୟାନେଲକୁ ଆଗକୁ ବଢ଼େଇବାରେ ସାହାଯ୍ୟ କରନ୍ତୁ। ହଁ, ନୂଆ ଆଲୋଚନାର ସୂଚନା ପାଇବା ପାଇଁ ସେ ବେଲ୍ ଆଇକନ୍ଟାକୁ ନିଶ୍ଚୟ ଦବାନ୍ତୁ। ଆଉ ଆମର ଏହି ଓଡ଼ିଆ କାର୍ଯ୍ୟକ୍ରମ ଅନୁରଣକୁ ଆପଣଙ୍କ ସାମାନ୍ୟ ଆର୍ଥିକ ସହଯୋଗ ଦେଇ ମଧ୍ୟ ଆପଣ ସମର୍ଥନ କରିପାରିବେ। ସ୍କ୍ରିନ୍ରେ ଦିଆଯାଇଥିବା କ୍ୟୁଆର୍ କୋଡ୍କୁ ସ୍କାନ୍ କରି ଯଦି ଏକ ଛୋଟ ରାଶି ବି ପ୍ରଦାନ କରନ୍ତି, ତାହା ଆମ ପାଇଁ ବହୁତ ବଡ଼ ସାହାଯ୍ୟ ହେବ। ଆଜି ପାଇଁ ତେବେ ଏକି